ହଇରେ ଟୋକା ସକାଳେ କଣ ଗାଣ୍ଡି ମରିବା ପାଇଁ ଯାଉଛୁ ସଦାବେଳେ ଯିବୁ ୱାକ୍ କରିବା ପାଇଁ। ବାପା ଗ୍ୟାସ୍ ଲଗେଇକି କୁହ ଆଉ ଏମିତି ଡାଇରେକ୍ଟ କୁହ ନା ମତେ ଭାରି ଲାଜ ଲାଗୁଛି। ଆରେ ଏଠି ଚାଲିଛି କଣ ହେଇଟି ବା ତମକୁ ଟିକେ ଲାଜ ଲାଗୁନି? ଆରେ ପୁଅ ସାମ୍ନାରେ ୟା ଛଳକୁ କଣ କହୁଛ? ଦେଖୁନ ଦେଖୁନ ମାଇକ୍ ରେ ଯେମିତି ମୋ ଉପରେ ଚଢି ପଡିବ। ଆଲୋ ମାଇକ୍ ନା ଇଏ ଟୋକା କଣ କହୁଛି ଶୁଣି ପାରୁନୁ କି? କହୁଛି ବା ସନ୍ଧ୍ୟାବେଳେ ୱାକ୍ ପାଇଁ ଗଲେ ବଡି ଟିକେ ଫିଟ୍ ରହିବ ତନ୍ଦୁରୁସ୍ତ ରହିବ। ଆଉ ସକାଳୁ ଗଲେ କଣ ବଡି ଫିଟ୍ ଆଉ ତନ୍ଦୁରୁସ୍ତ ରହିବନି? ଓହୋ ତମେ ଚୁପ୍ କର। ସନ୍ଧ୍ୟା ହେଇଛି ପୁଅ ଯାଇକି ବାହାର ଟିକେ ବୁଲିକି ଆସୁ। ଯା ବଡ କାଢିଆ ଯା ଜଲ୍ଦି ଯାଇକି ଜଲ୍ଦି ଆସିବୁ। କାଠା ବୋଉ ତମେ କିନ୍ତୁ ଏଟା କିଛି ଠିକ କଲନି। ନାଇଁ ବା ମୁଁ ତ ଆଜି ପର୍ଯ୍ୟନ୍ତ କିଛି ଠିକ କରିନି। ତମେ ସବୁ ଠିକ କରିକି ଓପାଡ଼ି ଦେଇଛ। ଆଉ ତମେ ଖାଲି ଦିନକୁ 40 କପ ଚା ପିବ ତମ ଦେହ ଖାଲି ଥଣ୍ଡା ପଶିଉଛି। ଆମର ଆଉ ଥଣ୍ଡା ଫଣ୍ଡା ପଶୁନି କିଛି। ଆରେ ଆରେ ହଉ ହେଲା ଇଏ କବେ ଚା ତ କରିକି ଦିଅ। ମୁଁ ଚା ପା କିଛି କରିପାରିବିନି। ତମେ ମୁତିକି ଚିନି ଚାମଚ ପକେଇକି ଗୁଳେଇକି ପିଇ ଦିଅ। ମୋ ବାଳ ଅଧଘଣ୍ଟା ହେଲାଣି ଆସି ଏଠି ବସିଲିଣି। ଇଏ ନାଲୁ ଆଉ ଦୀପୁର ଦେଖା ଦର୍ଶ ନାହିଁ। କୁଆଡେ ଆଣି ଗାଣ୍ଡି ମରିତେ ପଳେଇଲେ। ଆଲେ କାଠିଆ ତୁ ଆଥି ହେଇ ତୁ ବାଳ ମୁଁ ତ ଅଧଘଣ୍ଟା ହେଲାଣି ଆସି ବସିଲିଣି। ତମମାନଙ୍କୁ ତ ଦେଖା ନାହିଁ। ତୁ ଆଇଲୁ ସେ ଦୀପୁ ଗଲା କୁଆଡେ? ଆଲେ ବାଲ ମୁଁ କେମିତି କହିଲି ସିଏ କାଇଁ ସେ ଆସିନି କେ ପର୍ଯ୍ୟନ୍ତ। ତ ଆଖିରେ କଣ କୁକୁର ବାଣ୍ଡ ବାଡା ହେଇଛି? ତୁ ଦେଖି ପାରୁନୁ ସେଠି ଅଛି କି ନାହିଁ? ଆମେ କଥା କଣ ହେଇଥିଲେ? ସନ୍ଧ୍ୟାବେଳେ ସବୁ ଗାଁ ନଦୀ ପାଖକୁ ଟିକେ ଆସିବ। ଆମେ ସେଠି ଯିବା କାଠ ଫାଠ ଜଳେଇବା ଟିକେ ସେକ ନବା ଡିଓ ଦିଟା ମାରିବା ଟିକେ ମଜାମସ୍ତି କରିବା। ଶଳା ତମମାନଙ୍କର ଦେଖା ଦର୍ଶ ନାହିଁ। ତୁ ଆସୁ ଅଧଘଣ୍ଟା ପରେ ତାର ଏପର୍ଯ୍ୟନ୍ତ ଦେଖା ହିଁ ନାହିଁ। ଆଲେ ବାଲ ତୁ ଏମିତି ମୋ ଉପରେ ତଲିନେ କଣ ହବ? ତା ଯିବା ତାଙ୍କ ଘରକୁ ଯାଇକି ତାକୁ ଡାକିଆ। ହଁ ଚାଲ ସେଇ ବାଟ ତାକୁ ଡାକି